କୁହାଯାଏ ନା କୌଣସି ବି ଖାଇବା ଜିନିଷ ସୁଆଦିଆ ମାନେ ଟେଷ୍ଟି ହେଇଛି ନା ନାହିଁ ଆଗ ଆମେ ଆଖିରୁ ଜାଣନ୍ତି। ଯଦି ଜିନିଷଟି ଦେଖିବା ପାଇଁ ସୁନ୍ଦର ଦେଖାଯାଉଥିବ, ଆଖିକୁ ଭଲ ଦେଖାଯାଉଥିବ, ଆମେ ଜାଣନ୍ତି ଟେଷ୍ଟି ହେଇଥିବ ଜିନିଷଟି। ତା ସହିତ ଖାଇବାର ଇଚ୍ଛାଟା ଆହୁରି ବଢ଼ିଯାଏ। ଆପଣ ଏଇ ଭିଡ଼ିଓର ଷ୍ଟାର୍ଟିଂରେ ଏଇଆ ଭାବୁଥିବେ ଯେ ଦେଖିବା ପାଇଁ ତ ଖୁବ୍ ଭଲ ଦେଖାଯାଉଛି। ଆଜି ମୁଁ ଆଣିଛି ଆପଣମାନଙ୍କ ପାଇଁ ଆମ୍ବର ଲସି। ଆଗକୁ ସାବିତ୍ରୀ ଓଷା, ସେଥିପାଇଁ ତାକୁ ନଜରରେ ରଖିକି ମୁଁ ଆଜି ଆପଣମାନଙ୍କ ପାଇଁ ଆଣିଛି ଏଇ ଟେଷ୍ଟି ରେସିପିଟି। ବହୁତ କମ୍ ଜିନିଷରେ ଆମେ ଏଇ ଲସିକୁ ଆଜି ବନେଇବା। ତାହେଲେ ଚାଲନ୍ତୁ ଦେଖିନେବା ପୁରା ଭିଡ଼ିଓଟି ରେସିପିଟିକୁ ଜାଣିବା ପାଇଁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜିଟ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତାହେଲେ ଚାଲନ୍ତୁ ବନେଇ ନେବା ଆମ୍ବ ଲସି। ସେଥିପାଇଁ ନେଇଯିବା ପ୍ରଥମେ ଆମ୍ବ। ଆପଣଙ୍କ ପାଖରେ ଯେଉଁ ମିଠା ଆମ୍ବ ଆଭେଲେବୁଲ୍ ଥିବ ଆପଣ ସେଇଥିରେ ଆମ୍ବ ଲସି ବନେଇ ପାରିବେ, କିନ୍ତୁ ଚେଷ୍ଟା କରିବେ ଖଟା ଆମ୍ବ ନେବେନି, ଭଲ ମିଠା ଆମ୍ବ ନେବେ। ମୁଁ ଏଠି ସୁନ୍ଦରୀ ଆମ୍ବ ନେଇଯାଇଛି ଆଉ ତାକୁ ଭଲ ଭାବରେ ପ୍ରଥମେ ଆମେ ଧୋଇ ନେବା। ଯେହେତୁ ସୁନ୍ଦରୀ ଆମ୍ବ ଖାଇବା ପାଇଁ ମିଠା ଲାଗେ, ତା ସହିତ ଭଲ କଲର ମଧ୍ୟ ଦିଏ, ସେଥିପାଇଁ ମୁଁ ଏଠି ସୁନ୍ଦରୀ ଆମ୍ବ ନେଇଛି। ଆପଣଙ୍କ ଲୋକାଲ ମାର୍କେଟରେ ଏଇ ଆମ୍ବକୁ କ'ଣ କୁହାଯାଏ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆମ୍ବ ଲସି ବନେଇବା ପାଇଁ ଆମେ କେବଳ ଆମ୍ବର ପଲ୍ପକୁ ବ୍ୟବହାର କରିବା। ମୁଁ ଏଠି ଦୁଇଟି ମେଥଡ଼ ଦେଖାଉଛି, ଆପଣ ଯାହାକୁ ବି ହେଲେ ଫଲୋ କରିକି ଆପଣ ତାର ପଲ୍ପ ଇଜିଲି ବାହାର କରିପାରିବେ। ପ୍ରଥମେ ଏଇପରିକା ଆପଣ ପ୍ରଥମେ ତାକୁ ଫାଳ କରି ନେବେ। ଆଉ ଏଇଠି ଦେଖନ୍ତୁ ତାକୁ ଫାଳ କରି ସାରିଲା ପରେ ତାକୁ ଆମେ ଛୁରୀ ଦ୍ୱାରା କଟ୍ ମାରିଦେବା। ଛୁରୀ ଦ୍ୱାରା କଟ୍ ମାରି ସାରିଲା ପରେ ଆପଣ କୌଣସି ଚାମଚ ସାହାଯ୍ୟରେ ସେଇଥିରୁ ପଲ୍ପକୁ ଅଲଗା କରିପାରିବେ। ଏଇଟି ପ୍ରଥମ ମେଥଡ଼। ସେକେଣ୍ଡ ମେଥଡ଼ରେ ଆପଣ ପ୍ରଥମେ ଆମ୍ବର ଭଲ ଭାବରେ ଚୋପା ଛଡ଼େଇ ନେବେ। ଚୋପା ଛଡ଼େଇ ସାରିଲା ପରେ ତାର ଯେତିକି ମାଉଁସିଆ ଅଂଶ ରହିଲା ସେଇଥିରେ ଆପଣ ଛୁରୀକୁ କଟ୍ ମାରିକି ଆପଣ ଚାମଚ ଦ୍ୱାରା ନହେଲେ ଛୁରୀ ଦ୍ୱାରା ସେଇଥିରୁ ପଲ୍ପକୁ ଅଲଗା କରିପାରିବେ। ସବୁ ପଲ୍ପକୁ ବାହାର କରି ଦେଇକି ଆମେ ଆଉ ଗୋଟେ ଜାଗାରେ ତାକୁ ସବୁ ରଖିନେବା। ଆଉ ଏଇଥିରୁ ଅଳ୍ପ କିଛି ପଲ୍ପକୁ ଆମେ ଆଉ ଗୋଟେ ବାଉଲରେ ରଖିନେବା, ପରେ ତାକୁ ଡେକୋରେସନରେ ଦେବା। ଆଉ ଏଇଠି ଦେଖନ୍ତୁ ଟାଙ୍କୁରେ ରହିଯାଇଥିବା ପଲ୍ପକୁ ମଧ୍ୟ ଆପଣ ଛୁରୀ ଦ୍ୱାରା କରିକି ବାହାର କରିପାରିବେ, ନହେଲେ ଚାମଚ ଦ୍ୱାରା ମଧ୍ୟ କରିକି ବାହାର କରିପାରିବେ। ବହୁତ ଇଜି ୱେରେ ବାହାରିଯିବ ପଲ୍ପ। ଆଉ ଯଦି ଆପଣ ଦେଶୀ ଆମ୍ବ ନେଉଛନ୍ତି ଚେଷ୍ଟା କରିବେ ମିଠା ଦେଶୀ ଆମ୍ବ ନେବା ପାଇଁ। ଆଉ ଏଇଠି ଦେଖନ୍ତୁ ଅଳ୍ପ କିଛି ପଲ୍ପକୁ ମୁଁ ବାଉଲରେ ରଖି ନେଇଛି, ପରେ ୟାକୁ ବ୍ୟବହାର କରି ନେବା ଆମେ। ସବୁ ପଲ୍ପ ବାହାର କରି ସାରିଲା ପରେ ଆମେ ତାର ପିଉରିକୁ ବନେଇ ନେବା। କୌଣସି ଗ୍ରାଇଣ୍ଡର ଜାର ନେଇଯିବା ଆଉ ଭଲ ଭାବରେ ଆମ୍ବକୁ ପ୍ରଥମେ ପିଉରି କରି ନେବା। ଆଉ ଏଇଠି ଦେଖନ୍ତୁ ଗୋଟେ ବଡ଼ ଗ୍ରାଇଣ୍ଡର ଜାର ନେଇଯାଇଛି, ଆଉ ସବୁ ଆମ୍ବର ପଲ୍ପକୁ ସେଇଥିରେ ଦେଇଦେବା। ଆଉ ୟାକୁ ଏବେ ଆମେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରି ନେବା। ମନେ ରଖିଥିବେ ଏଇଥିରେ ପାଣିର ବ୍ୟବହାର କରିବେ ନାହିଁ। ଆଉ ଏଇଠି ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରି ସାରିଲା ପରେ ଆମର ପିଉରି ପ୍ରସ୍ତୁତ ହେଇଗଲା। ଏବେ ଆମେ ପିଉରିକୁ ଗୋଟେ ବାଉଲରେ କାଢ଼ି ନେବା। ଏବେ ସେଇ ସେମ୍ ଗ୍ରାଇଣ୍ଡିଙ୍ଗ ଜାର ଆମେ ନେଇଯିବା ଆଉ ସେଇଥିରେ ନେଇଯିବା ଆମେ 2 କପ୍ ଦହି। ମନେ ରଖିଥିବେ ଫ୍ରେଶ ଦହି ନେବେ, ଖଟା ଦହି ବିଲକୁଲ ବି ନେବେ ନାହିଁ। ଏବେ ଚାଲନ୍ତୁ ସବୁ ଜିନିଷ ଆମେ ଦହିରେ ଆଡ୍ କରି ନେବା। ପ୍ରଥମେ ଆଡ୍ କରି ନେବା ଚିନି। ମୋ ପାଖରେ ପାଉଡର ସୁଗାର ଥିଲା, ସେଥିପାଇଁ ମୁଁ ତାକୁ ଆଡ୍ କରି ନେଇଛି। ମୁଁ ଏଠି 3 ବଡ଼ ଚାମଚ ପାଉଡର ସୁଗାରକୁ ଆଡ୍ କରିଛି। ଆପଣଙ୍କ ପାଖରେ ଯଦି ଚିନି ଥିବ ତାକୁ ପକେଇ ନେବେ। ଏବେ ସେଇଥିରେ ଆମେ ପକେଇ ନେବା ଗୋଟିଏ ଗୁଜୁରାତି, ଯାହା ବାସ୍ନା ଆଉ ଟେଷ୍ଟ ବଢେଇବ। ଟିକେ ହାତରେ ତାକୁ ପ୍ରେସ୍ କରିକି ଆପଣ ତା ଭିତରେ ପକେଇ ନେବେ, ମାନେ ଦହିରେ ପକେଇ ନେବେ। ତା ସହିତ ଏବେ ଆଡ୍ କରିଦେବା ଆମେ ଯୋଉ ମ୍ୟାଙ୍ଗୋର ପିଉରି କରିଥିଲେ, ମାନେ ଆମ୍ବର ପିଉରି କରିଥିଲେ ତାକୁ ଆଡ୍ କରିଦେବା। ଅଳ୍ପ କିଛି ପିଉରି ମୁଁ ଏଠି ଆଡ୍ କରିନି, ପାଖାପାଖି 2 ଚାମଚ ପିଉରି ମୁଁ ଏଠି ରଖି ନେଇଛି। ପରେ ଆମେ ଡେକୋରେସନରେ ତାକୁ ଆଡ୍ କରିବା। ଏବେ ଏଇ ସବୁ ଜିନିଷକୁ ଆମେ ଭଲ ଭାବରେ ଚାଲନ୍ତୁ ଗ୍ରାଇଣ୍ଡିଙ୍ଗ କରି ନେବା। ମନେ ରଖିଥିବେ ପାଣି ଆଡ୍ କରିବେ ନାହିଁ, ୟାକୁ ସବୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନେବେ। ଆଉ ଏଇଠି ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରି ସାରିଲା ପରେ ତାର ବଢିଆ କଲରଟେ ଆସିଯାଇଛି। ଦହି ଆଉ ଆମ୍ବ ମିଶିକି ବଢିଆ କଲରଟେ ଦେଇଛି, ଯାହାକି ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି। ଏବେ ଏଇ ମିକ୍ସଚରକୁ ଆମେ କିଛି ସମୟ ଫ୍ରିଜରେ ଷ୍ଟୋର କରି ନେବା, କାହିଁକି ନା ଯେହେତୁ ମିଠା ଜିନିଷ ଥଣ୍ଡା ଥଣ୍ଡା ଖାଇଲେ ଭଲ ଲାଗିବ। ଏବେ ଦେଖନ୍ତୁ ଥଣ୍ଡା ହେଇସାରିଲା ପରେ ଆମେ 2ଟି ଗ୍ଲାସ ନେଇଯିବା ସର୍ଭ ପାଇଁ। ପ୍ରଥମେ ଆମେ ଯୋଉ ଆମ୍ବର ପିଉରି ରଖିଥିଲେ ତାକୁ ଦେଇଦେବା, ଆଉ ସେଇଥିରେ ଦେଇଦେବା ଆମେ 2 ଚାମଚ ଦହି। ଏବେ ଏଇ 2ଟି ଜିନିଷକୁ ଆମେ ଟିକେ ଟିକେ ଗ୍ଲାସରେ ସବୁଆଡେ ସ୍ପ୍ରେଡ କରି ନେବା। ଯଦି ଗେଷ୍ଟ ପାଇଁ ବନାଉଛନ୍ତି ଆପଣ ନିହାତି ଏଇ ଡିଜାଇନଟିକୁ ଆଡ୍ କରିପାରିବେ, ଯାହାଦ୍ୱାରା କି ଦେଖିବା ପାଇଁ ବହୁତ ଭଲ ଲାଗିବ।
ପିଉରି को आपण फ्रिज रे 15 ରୁ 20 मिनिट रखिकी भल भाव ठंडा करें। एबे देखंतु आमर ग्लास तो रेडी हो गलानी। एबे पिउरी को सेइथिरे ढाली नबा। सहित आमे इथरु ऊपर अल्प अल्प किछि परिमाण रे दही को ऐड करिबा। एई दुईटी जिनस ऐड कर साला परे आपण निजे देखि पारतबे केते कंट्रास्ट कलर आसुची, केते सुंदर देखा जाउची। एबे आमे सेइथिरे ऐड करतबा कट्टा हेतिबा आंबो पल्प को। आपण को लागुथुपो आंबर पल्प को दबा बिल्कुल भी अर्थ हबो नाही, काहेकि ना आंबर पल्प तळे बसी जाई पारे, किंतु सेमिति किछि हबो नाही। जेहेतु आंबर आंब लसीटी बहुत गाढ़ हेची, आमे आंबर पल्प को जेतेबेले ऐड करिबा से बिल्कुल भी तळको जीवो नाही, ऊपरे भासिबो। एबे याको आउ टिके सुंदर करिया पई मु ता ऊपर पुणी सर्व करि नेइची बा सजेई नेइची कट्टा हेतिबा चेरी को। आपण को पाखरे जो ड्राई फ्रूट्स अवेलेबल जेमिति कि काजू किसमिस अवेलेबल जदि अछि किबा डाळिंब अवेलेबल अछि आपण सेइथिरे देई पारिबे। आ एठी देखंतु हमर आंब लस्सी पूरा रेडी हे गला। देखा जाउची ना बहुत सुंदर। जेते सुंदर देखा जाउची तार स्वाद ताटू 100 गुणा अधिक। एमिति तो आमे मार्केट जाय कि दही लस्सी राबिडी लस्सी पिउचे, किंतु आपण थरे याकू घरे ट्राई करंतु, देखिबे दही लस्सी राबिडी लस्सी को पूरा भूली जिवे। जदि कम पैसा रे आपण घरे अवेलेबल थिबा आंब आउ दही रे आपण जदि एते बढ़िया लस्सीटे बनै पारछंती, आपण मार्केट काहे कि जाय कि एते एते पैसा देई कि अनहाइजीनिक जिंस खाइबे। सेति मो कथा रखिकी आपण मो उपरे विश्वास रखिकी एई लस्सीटी बनातु। केमिति लागिला मते कमेंट माध्यम रे निहाती निजर अनुभूति को शेयर करंतु। आउ आगु को आमर सावित्री ओषा अछि, जोतरे कि आमे फल आहार करिकी रहिबा। आपण ट्राई करिबे एई लस्सीटी को बनेया पई, निजे पियंतु परिवार वर्ग को दियंतु पीबा पई। भिडियोटी भल लागिथिले लाइक टे निहाती करिबे। भिडियोटी जदि पसंद आसीथिबो सांग साथी बंधु बांधव मानक सहित शेयर करिबे। मो चैनल ले जदि नुआ आछंती किंबा मो चैनल को सब्सक्राइब करि नाहंती प्लीज सब्सक्राइब करि नेबे। फेसबुक पेज रे जदि मो भिडियोटी को देखुचंती ताहले पेज टी को फॉलो करि नेबे। पुणी देखाबो आउ गोटे नुआ रेसिपी भिडियो रे। नमस्कार, जय जगन्नाथ। आउ ए भिडियो रे आपण देखुतबा कोनोसी भी किचन आइटम को जदि आपण किनिया पई चाहछंती ताहले मो भिडियो रो डिस्क्रिप्शन रे तार लिंक को टैग कर देबी, जहा थ्रू रे आपण किनि पारिबे।